हेलो फ्रेंड्स आपण समस्त को स्वागत। यही वीडियो रे ओडिशार मध्ययुगीय इतिहास रो किछि गुरुत्वपूर्ण क्वेश्चन आंसर डिस्कशन करिवा। फर्स्ट क्वेश्चन, व्हेन डिड द ईस्टर्न गंगा डायनास्टी एस्टैब्लिश इट्स रूल? पूर्व गंग राजवंश केबे यार शासन प्रतिष्ठा करिथिला? राजा अनंत वर्मन चोड़गंगଙ୍କ द्वारा पूर्व गंग राजवंश 1100th शताब्दी रे प्रतिष्ठा होइथिला। So option C is the right answer. Next question. In which year Chodoganga Deva shifted the capital from Kalinga to Kotaka? କେଉଁ ବର୍ଷ ଚୋଡ଼ଗଙ୍ଗ ଦେବ କଳିଙ୍ଗ ନଗରରୁ ରାଜଧାନୀ କଟକକୁ ସ୍ଥାନାନ୍ତର କରିଥିଲେ? 1135 ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗ ଦେବ କଳିଙ୍ଗ ନଗରରୁ କଟକକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ। So option C is the right answer. Next, the Konark temple was built by which ruler? କେଉଁ ଶାସକ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ? କୋଣାର୍କର ସୂର୍ଯ୍ୟ ମନ୍ଦିର ପ୍ରାୟ 1250 ଖ୍ରୀଷ୍ଟାବ୍ଦରେ ପୂର୍ବ ଗଙ୍ଗ ରାଜବଂଶର ରାଜା ନରସିଂହ ଦେବ ପ୍ରଥମଙ୍କ ଦ୍ୱାରା ନିର୍ମିତ ହୋଇଥିଲା। So option B is the right answer. ଏବଂ କୋଣାର୍କ ମନ୍ଦିରକୁ 1984 ମସିହାରେ ୟୁନେସ୍କୋ ୱାର୍ଲଡ ହେରିଟେଜ ସାଇଟର ମାନ୍ୟତା ମିଳିଥିଲା। ନେକ୍ସଟ, ହୁ ବିଲ୍ଟ ଅନନ୍ତ ବାସୁଦେବ ଟେମ୍ପଲ? ଅନନ୍ତ ବାସୁଦେବ ମନ୍ଦିର କିଏ ନିର୍ମାଣ କରିଥିଲେ? ଅନନ୍ତ ବାସୁଦେବ ମନ୍ଦିର ହେଉଛି ଓଡ଼ିଶାର ଭୁବନେଶ୍ୱରର ବିନ୍ଦୁ ସରୋବର କୂଳରେ ଅବସ୍ଥିତ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ହିନ୍ଦୁ ମନ୍ଦିର। ଏହି ମନ୍ଦିରକୁ 13th ସେଞ୍ଚୁରୀ ସମୟରେ ରାଜା ଭାନୁଦେବଙ୍କ ରାଜତ୍ୱ କାଳରେ ଅନଙ୍ଗ ଭୀମା ତୃତୀୟଙ୍କ କନ୍ୟା ଚନ୍ଦ୍ରିକା ଦେବୀ ନିର୍ମାଣ କରିଥିଲେ। So option B is the right answer. Next question, who established the Gajapati dynasty? ଗଜପତି ରାଜବଂଶ କିଏ ପ୍ରତିଷ୍ଠା କରିଥିଲେ? ଗଜପତି ରାଜବଂଶ ରାଜା କପିଲେନ୍ଦ୍ର ଦେବ ପ୍ରତିଷ୍ଠା କରିଥିଲେ। Option B is the right answer. Next, when did Krishnadevaraya's invasion in Udayagiri took place? କୃଷ୍ଣଦେବରାୟ କେବେ ଉଦୟଗିରିରେ ଆକ୍ରମଣ କରିଥିଲେ? 1513 ଖ୍ରୀଷ୍ଟାବ୍ଦରେ ଉଦୟଗିରିରେ କୃଷ୍ଣଦେବ ଆକ୍ରମଣ କରିଥିଲେ। So option B is the right answer. Next, the Bhoi dynasty was founded by ଭୋଇ ରାଜବଂଶ କାହା ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା? ଭୋଇ ରାଜବଂଶ 1541 ମସିହାରେ ଗୋବିନ୍ଦ ବିଦ୍ୟାଧରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। Option B is the right answer. Next, which Afghan ruler of Bengal invaded Odisha in 1568? ବଙ୍ଗଳାର କେଉଁ ଆଫଗାନିସ୍ତାନ ଶାସକ 1568 ମସିହାରେ ଓଡ଼ିଶା ଉପରେ ଆକ୍ରମଣ କରିଥିଲେ? ସୁଲେମାନ କରାନି। Option B is the right answer. Next, in which battle did the Mughals establish their rule in Odisha? କେଉଁ ଯୁଦ୍ଧରେ ମୋଗଲ ମାନେ ଓଡ଼ିଶାରେ ସେମାନଙ୍କର ଶାସନ ପ୍ରତିଷ୍ଠା କରିଥିଲେ? 1576 ଖ୍ରୀଷ୍ଟାବ୍ଦରେ ହୋଇଥିବା ବ୍ୟାଟଲ ଅଫ୍ ରାଜମହଲ ଯୁଦ୍ଧରେ ମୋଗଲ ମାନେ ଓଡ଼ିଶାରେ ଶାସନ ପ୍ରତିଷ୍ଠା କରିଥିଲେ। Option B is the right answer. Next, Puri and coastal areas went to the Mughals in ପୁରୀ ଏବଂ କୋଷ୍ଟାଲ ଏରିଆ ମୋଗଲ ମାନଙ୍କ ହାତକୁ 1590 ମସିହାରେ ଯାଇଥିଲା। Option C is the right answer. Next question, when did Jahangir separated Odisha from Bengal? ଜାହାଙ୍ଗୀର କେବେ ଓଡ଼ିଶାକୁ ବଙ୍ଗଳାରୁ ଅଲଗା କରିଥିଲେ? 1606 ଖ୍ରୀଷ୍ଟାବ୍ଦରେ ଜାହାଙ୍ଗୀର ଓଡ଼ିଶାକୁ ବଙ୍ଗଳାରୁ ଅଲଗା କରିଥିଲେ। Option B is the right answer. Next question, Odisha passed into the hands of Naib Najims of Bengal in ଓଡ଼ିଶା ବଙ୍ଗର ନାଏବ ନାଜିମ ମାନଙ୍କ ହାତକୁ 1703 ମସିହାରେ ଯାଇଥିଲା। Option A is the right answer. Next question, Maratha rule in Odisha began in ଓଡ଼ିଶାରେ ମରାଠା ଶାସନ 1751 ମସିହାରେ ହୋଇଥିଲା। Option B is the right answer. ଏହି ଭିଡ଼ିଓରେ ଏତିକି। ଭିଡ଼ିଓଟି ଯଦି ପସନ୍ଦ ଲାଗିଥିବ ନିଶ୍ଚିତ ଭାବରେ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିବେ। ଧନ୍ୟବାଦ।